ନିଜ ଇଚ୍ଛାରେ ବଞ୍ଚୁଥିବା ଝିଅଟି ଭାବୁଥିଲା ଜୀବନ ତାର ନିଜ ନିୟନ୍ତ୍ରଣରେ ଅଛି। ସେ ନିଜ ମନ ମୁତାବକ ନିଷ୍ପତ୍ତି ନେଉଥିଲା, ନିଜ ପଥ ଚାଲୁଥିଲା, ନିଜ ସ୍ୱପ୍ନକୁ ଦେଖୁଥିଲା। କିନ୍ତୁ ଏମିତି ଗୋଟେ ଦିନ ଆସିଲା, ଏମିତି କିଛି ଲୋକଙ୍କୁ ସେ ଭେଟିଲା ଯେଉଁମାନେ ତାକୁ ବିଶ୍ୱାସ ଦେଲେ ଭଲ ପାଇବାର, ସହାୟତାର ଓ ସାଥୀ ହୋଇ ରହିବାର। ଝିଅଟି ସେମାନଙ୍କୁ ଭରସା କଲା, ଭାବିଲା ସେ ଏକା ନୁହେଁ। ଜୀବନର ଏହି ପଥରେ ତା ପାଖରେ ଏମିତି ଲୋକ ଅଛନ୍ତି ଯେଉଁମାନେ ତାକୁ ସତରେ ବୁଝନ୍ତି। କିନ୍ତୁ ସମୟ ତାକୁ ଦେଖାଇ ଦେଲା ରିଆଲିଟି। ସେମାନେ ସବୁବେଳେ ସମୟର ଯାତ୍ରୀ ଥିଲେ, ସାଥୀ ନୁହେଁ। ବିଶ୍ୱାସ ଭାଙ୍ଗିଗଲା, ଆଖି ଖୋଲିଗଲା। ଏବେ ସେ ଫେରିଛି ନିଜ ଇଚ୍ଛାରେ ବଞ୍ଚୁଥିବା ଝିଅଟିର ଭୂମିକାକୁ। କିନ୍ତୁ ଏଥର ସେ ଅନୁଭବରେ ଶକ୍ତିଶାଳୀ। ସମୟ ତାକୁ ଶିଖାଇ ଦେଇଛି ଯେ ବିଶ୍ୱାସ ସବୁବେଳେ ହୃଦୟରୁ ନୁହେଁ, ବୁଦ୍ଧିରୁ ହେବା ଦରକାର। ଜୟ ଜଗନ୍ନାଥ।